ଆସିବେ ସେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବେ। ସମସ୍ତେ ଟିକେ କରତାଳି ଦଉ। ସମସ୍ତଙ୍କୁ ଭକ୍ତିପୂର୍ଣ୍ଣ ନମସ୍କାର। ପ୍ରଭୁଙ୍କ ମହତ୍ ନାମକୁ ଧନ୍ୟବାଦ ଦିଏ ସୁନ୍ଦର ଅବକାଶ ପାଇଁ ଏବଂ ପ୍ରିୟ ମଣ୍ଡଳୀ ସମ୍ମିଳନୀ କତିରେ ବିଶେଷ ଭାବେ ଧନ୍ୟବାଦ ଦିଏ। ସେଦିନ ସମାଧି ସାରି ଘରକୁ ଯିବା ପରେ ମୁଁ ମୋ ହ୍ୱାଟ୍ସଆପ୍ ଖୋଲି ତାଙ୍କ ସହିତ ମୋର ଯାହା ଚାଟିଂ ହୋଇଥିଲା ମୁଁ ଟିକେ ଖୋଲି ପଢୁଥିଲି, ଦେଖୁଥିଲି। ଆଉ ସେ ଆମ SBTA ର ଜଣେ ସକ୍ରିୟ ଶିକ୍ଷାर्थୀ ଥିଲେ। ତାଙ୍କରି ଅନେକ ବାଇବେଲ ସମ୍ବନ୍ଧୀୟ ପ୍ରଶ୍ନ ମୁଁ ଲକ୍ଷ୍ୟ କରୁଥିଲି। ଜଣେ ବିଚକ୍ଷଣୀ ଜ୍ଞାନୀ ବ୍ୟକ୍ତି ସେ ଥିଲେ। ବାଇବେଲର କୋଣ ଅନୁକୋଣକୁ ସନ୍ଧାନ କରି ସେ ଜଟିଳ ଦୃଷ୍ଟିକୋଣରୁ କେତେକ ବିଷୟକୁ ଦେଖିପାରୁଥିବା ମୁଁ ଅନୁଭବ କରିପାରିଲି। ଆଉ ସେହିପରି ଜଣେ ବ୍ୟକ୍ତିଙ୍କ ଅନୁପସ୍ଥିତ ନିଶ୍ଚିତ ଭାବେ ମଣ୍ଡଳୀ ପାଇଁ, ସମ୍ମିଳନୀ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ। ସାନ୍ତ୍ୱନା ପ୍ରାର୍ଥନାରେ ଆମେ ଅଳ୍ପ ସମୟ ଈଶ୍ୱରଙ୍କ ବାକ୍ୟରୁ ଯାହା କିଛି ଲକ୍ଷ୍ୟ କରିବା। ପ୍ରେରିତ ତାର 7 ପର୍ବ 59 ଏବଂ 60 ଶେଷ 2ଟି ପଦକୁ ଆମେ ପାଠ କରିବା। ଯେତେବେଳେ ସେମାନେ ସ୍ତିଫାନକୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମୋର ଆତ୍ମା ଗ୍ରହଣ କର। ପୁଣି ସେ ଆଣ୍ଠୋଇ ପଡ଼ି ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ସେ ଏହା କହି ମହାନିଦ୍ରା ପ୍ରାପ୍ତ ହେଲେ। ଜଣାଶୁଣା ଘଟଣା ଏବଂ ଶାସ୍ତ୍ରାଂଶ ଆମେ ପ୍ରଥମ ବାକ୍ୟ ଦ୍ୱାରା ମଧ୍ୟ କିଛି ଏହାରି ସମ୍ପର୍କରେ ଆମେ ଲକ୍ଷ୍ୟ କଲୁ। ସ୍ତିଫାନ ପରି ଜଣେ ପ୍ରଭୁଙ୍କ ମହାନ ଦାସ ଏହି ପ୍ରକାରେ ମୃତ୍ୟୁବରଣ କରିବା ଭାରି ଏକ ଦୁଃଖଦ ଘଟଣା ଅଟେ। ତଥାପି ଏହି ଶାସ୍ତ୍ରାଂଶକୁ ଆଧାର କରି ସାନ୍ତ୍ୱନା ନିମନ୍ତେ 3ଟି ମୁଖ୍ୟ ବିଷୟ ଆପଣମାନଙ୍କ ଆଗରେ ମୁଁ ରଖିବାକୁ ଚାହେଁ। ପ୍ରଥମ ବିଷୟ ଆମେ ଲକ୍ଷ୍ୟ କରିବା, ଜଗତରେ ଆମ ଜୀବନ ଏକ ମରଣଶୀଳ ଜୀବନ ଅଟେ। ଆଉ ଏହି ମରଣରୁ କାହା ପାଇଁ ମଧ୍ୟ ଛାଡ଼ ନାହିଁ। ବଞ୍ଚିବାକୁ ଆମେ ଚାହୁଁ, ଦୀର୍ଘ ଆୟୁଷଧାରୀ ହୋଇ ବଞ୍ଚିବାକୁ ଆମେ ଚାହୁଁ। ତଥାପି ପାପର ପ୍ରଭାବରେ ଏ ଶରୀର ଏହି ପ୍ରକାରେ ଗଢ଼ା ଯେ ଏହା ମୃତ୍ୟୁ ପ୍ରବଣ ଆଉ ମରଣଶୀଳ ହିଁ ହେଉଥାଏ। କେତେ ଫିଟଫାଟ ହେବାକୁ ଆମର ପ୍ରୟାସ ଥିଲେ ମଧ୍ୟ ସ୍ଲୋଲି ଏହା ଚର୍ବି ବିଶିଷ୍ଟ ହୋଇଯାଏ, କାରଣ ଏହା ମରଣଶୀଳ। ଅନେକ ଔଷଧ ଚିକିତ୍ସା ଆମେ ଗ୍ରହଣ କରୁ, ତଥାପି ରୋଗୀ ରୋଗଣା ହେବା, ପୁନଃ ବର୍ଷା ପରେ ମେଘ ଆସିବା ଆମେ ଦେଖିବାକୁ ପାଉଛୁ। ଏ ଜଗତରେ ଯିଏ ଜନ୍ମିଛି ସେ ଯେ ଅନନ୍ତ କାଳ ଜିଅନ୍ତା ରହିବେ ତାହା ନୁହେଁ। ମାଟିର ଶରୀର, ରକ୍ତ ମାଂସର ଶରୀର, ତାହା ମରଣମୁଖୀ, ମରଣମୁହାଁ, ମରଣଶୀଳ। ଆମେ ଦେଖୁଛୁ ବାଇବେଲର ପ୍ରଥମ ମନୁଷ୍ୟ ଯାହାଙ୍କୁ ଈଶ୍ୱର ସ୍ୱହସ୍ତରେ ଗଠନ କଲେ, ସେହି ପ୍ରକାର ଜଣେ ବ୍ୟକ୍ତି ମଧ୍ୟ ପ୍ରାୟ 930 ବର୍ଷ ପରେ ସେ ମୃତ୍ୟୁଭୋଗ କରୁଅଛନ୍ତି। ବାଇବେଲର ଆଉ ଜଣେ
ଅନନ୍ୟ ବ୍ୟକ୍ତି ଯିଏକି ସମସ୍ତଙ୍କ ଠାରୁ ଦୀର୍ଘଜୀବୀ, ଆଜି ପର୍ଯ୍ୟନ୍ତ ତାଙ୍କ ରେକର୍ଡ ସେହି ପ୍ରକାରେ ରହିଛି। ମଥୁସେଲହ 969 ବର୍ଷ ଏ ପୃଥିବୀ ପୃଷ୍ଠରେ ସେ ବଞ୍ଚିଥିଲେ, ତଥାପି ସେ ମରିବାକୁ ବାଧ୍ୟ ହୋଇଥିଲେ। ସାମସନ ଜଣେ ବଳିଷ୍ଠ ବ୍ୟକ୍ତିତ୍ବ, ତଥାପି ସେ ମୃତ୍ୟୁ ଆଗରେ ହାରି ଯାଇଥିଲେ। ସୋଲୋମନ ଜଣେ ମହାନ ଜ୍ଞାନୀ, ତଥାପି ମରଣ ଠାରୁ ସେ ବର୍ତ୍ତି ପାରିନଥିଲେ। ଏ ଜୀବନ ମରଣଶୀଳ ଜୀବନ। ଆମେ ହୁଏତ ପ୍ରଶ୍ନ କରିପାରୁ ଏହି ଶାସ୍ତ୍ରାଂଶକୁ ଦେଖି ଯେ ପ୍ରଭୁ ସ୍ତିଫାନକୁ ତମେ ଅକାଳେ ନେବା ପରି ଦେଖାଯାଉଛି, କେମିତି ପ୍ରଭୁ? ଗୋଟିଏ ପ୍ରଚାର ଯଦି ତାଙ୍କରି ଏତେ ଶକ୍ତିଯୁକ୍ତ, ତେବେ ତୁମେ ଆଉ ଟିକେ ସୁଯୋଗ ଦେବା କଥା ପ୍ରଭୁ। ଯେ ଯଦି ଆଉ ଟିକେ ଅଧିକା ବଞ୍ଚିଥାନ୍ତେ, ମହାନ ମହାନ କାର୍ଯ୍ୟ ପ୍ରଭୁଙ୍କ ପାଇଁ ହୋଇପାରିଥାନ୍ତା। ପୁଣି ପ୍ରଭୁ ତୁମେ ତାଙ୍କ ଯୌବନ ସମୟରେ ହୁଏତ ସମୟ ନ ଆସୁଣି ଗୋଟେ ଅକାଳ ମୃତ୍ୟୁ ବରଣ କରିବାକୁ ତୁମେ ଦେଲ କି ପ୍ରଭୁ? ମନୁଷ୍ୟ କିଏ ଯେ ଈଶ୍ୱରଙ୍କ ଯୋଜନା ବିରୁଦ୍ଧରେ ଆମେ ପ୍ରଶ୍ନ କରିପାରିବା? ଆମେ ଦେଖୁଛୁ ପ୍ରଭୁଙ୍କ ଦାସ ସ୍ୱର୍ଗତ ଲୋହରା ତାଙ୍କରି ଜୀବନୀ ସାକ୍ଷ୍ୟ ଅତି ଚମତ୍କାର ପ୍ରଦ। ତାଙ୍କରି ଈଶ୍ୱର ପରାୟଣତାର ଜୀବନ ଅତି ଚମତ୍କାର। ବାକ୍ୟରେ, ଶିକ୍ଷାରେ, ସାକ୍ଷ୍ୟରେ ସେ ନିଶ୍ଚିତ ଭାବେ ପ୍ରଭାବଶାଳୀ ଜଣେ ଚରିତ୍ର, ଜଣେ ବ୍ୟକ୍ତିତ୍ବ। ପ୍ରଶ୍ନ ଆସୁଛି ପ୍ରଭୁ, ତାଙ୍କ ପରିବାର ଅଧା ଅଧୁରା, ତାଙ୍କର ବଞ୍ଚିବାର ବୟସ ହୁଏତ ଆହୁରି ଟିକେ ଥିଲା, ଆଉ ଏମିତି ସବୁ ଭିତରେ ହଠାତ୍ ପ୍ରଭୁ ତମେ ନେଲ କେମିତି? ପ୍ରଭୁଙ୍କ ଯୋଜନା ବିରୁଦ୍ଧରେ ମନୁଷ୍ୟ ପ୍ରଶ୍ନ ପଚାରି ପାରିବାନି। ଏ ଜୀବନ ମରଣଶୀଳ, ଆଉ ପ୍ରଭୁଙ୍କ ନିରୂପିତ ସମୟ ଯେତେବେଳେ ଆସିଯାଏ, କୌଣସି ବ୍ୟବସ୍ଥା କି କୌଣସି ଚିକିତ୍ସା ଅଟକ ରଖି ପାରିନଥାଏ। ଅବଶ୍ୟ ମୃତ୍ୟୁ ଆସି ଆମକୁ ଆକ୍ରାନ୍ତ କରେ, ଆକ୍ରମଣ କରେ, ଆଉ ତା ଆଗରେ ମୁଣ୍ଡ ନୁଆଇବାକୁ ଆମେ ବାଧ୍ୟ। ମଣିଷ ଜୀବନ ଗୋଟେ ମରଣଶୀଳ, କ୍ଷଣଭଙ୍ଗୁର ମରଣଶୀଳ ଜୀବନ। ସଦାସର୍ବଦା ଆମ୍ଭେମାନେ ମଧ୍ୟ ପ୍ରସ୍ତୁତ ରହିବା ଦରକାର ଯେ ଆମ୍ଭେମାନେ ମଧ୍ୟ ସେହି ବାଟର ବାଟୋଇ ଅଟୁ। କାହାକୁ କେତେବେଳେ କେବେ ଈଶ୍ୱର ନିରୂପଣ କରିଅଛନ୍ତି, ଆଉ ଫିଟିବାର ନାହିଁ। ଆଉ ଯେତେବେଳେ ସେ ସମୟ ଉପସ୍ଥିତ, ସମସ୍ତେ ଆମେ ସେଇ ପଥର ପଥିକ। ଦ୍ୱିତୀୟ ବିଷୟ ଆମେ ଏହି ସ୍ଥାନରେ ଦେଖୁଛୁ ଯେ ଖ୍ରୀଷ୍ଟରେ ଏ ଜୀବନ କ୍ଷମାଶୀଳ ଜୀବନ ଅଟେ। କେମିତି? ପଥର ଟେକା ସବୁ ଆସି ଦେହରେ ବାଜୁଛି, ଆଉ ମନ ଇଚ୍ଛା ଭାବରେ ଲୋକେ ସେମାନେ ଫୋପାଡ଼ି ମାରୁଅଛନ୍ତି ସ୍ତିଫାନକୁ। କେଉଁ ପଥର କେତେବେଳେ କଣ କେମିତି ବାଜୁଛି ଅନିର୍ଦ୍ଦିଷ୍ଟ ଭାବରେ, କେତେ ଯନ୍ତ୍ରଣାଦାୟକ ସେ ମରଣ। ତଥାପି ସେ ଆଣ୍ଠୋଇ ପଡୁଛନ୍ତି। ସେ ଦେଖୁନାହାନ୍ତି ହରିଜେଣ୍ଟାଲି, ସେ ଦେଖୁନାହାନ୍ତି, ଆଉ ସେ କହୁନାହାନ୍ତି ଆରେ ତୁମେ ତାର ପୁଅ, ମତେ ପଥର ଟେକା ଧରି ମାରୁଅଛ, ସେହି ବଂଶର ଲୋକ, ତମେ ମତେ ମାରୁଛ। ସେ ଊର୍ଦ୍ଧ୍ୱକୁ ଦେଖୁଅଛନ୍ତି। ସେ ଆଣ୍ଠୋଇ ପଡ଼ି ସେ ଊର୍ଦ୍ଧ୍ୱକୁ ଦେଖି ସେ ଲୋକମାନଙ୍କ ପାଇଁ ମରଣ କାଳରେ, ମରିବାର ଜଷ୍ଟ କେତେକ ମୁହୂର୍ତ୍ତ ପୂର୍ବେ ସେ ସେଇ ଆକ୍ରମଣକାରୀ କ୍ରୋଧୀ ଲୋକମାନେ ସେମାନଙ୍କ ପ୍ରତି କ୍ଷମାର ବାଣୀ ସେ ପରିପ୍ରକାଶ କରୁଅଛନ୍ତି। ଖ୍ରୀଷ୍ଟରେ ଏ ଜୀବନ କ୍ଷମାଶୀଳ ଜୀବନ ଅଟେ। ଯେତେବେଳେ ଆମେ ଦେଖୁଛୁ ସ୍ୱର୍ଗତ ଲୋହରା ଅନେକ କେତେକ ଦିଗରୁ ଦେଖିବାକୁ ଗଲେ ପ୍ରାୟ ସିମିଲାରିଟିସ୍ ସ୍ତିଫାନଙ୍କ ସହିତ, ତାଙ୍କ ମୃତ୍ୟୁ ସହିତ ମୁଁ ଦେଖିବାକୁ ପାଏ। ସେତେବେଳେ ପାଳକ ଆଜ୍ଞା କହିଲେ
ଆଣ୍ଠ ହୋଇ ପଡ଼ିବା ମଧ୍ୟ ସେହି ପ୍ରକାର। ସେହି ଦିନ ଉପାସନାର ଦିନ ଆଉ ପ୍ରଭୁ ଭୋଜର ଦିନ। ଭାରି ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ସେ ଯେତେବେଳେ ପିଆଲା ଗ୍ରହଣ କଲେ, ହୁଏତ ସେହି ସମୟରେ ସେ ପ୍ରଭୁଙ୍କ ନିକଟରେ ସମସ୍ତ ପାପ ସ୍ୱୀକାର ପୂର୍ବକ ସେ ନିଶ୍ଚିତ ଭାବେ ଅନୁତାପ ପୂର୍ବକ ପ୍ରାର୍ଥନା କରିଥିଲେ। କେବଳ ସେତିକି ନୁହଁ, ଜୀବନରେ କାହା ପ୍ରତି ଯଦି କିଛି ଭୁଲ ଭାଲ ତାଙ୍କର ଥିଲା, ମରଣ ପୂର୍ବେ ଆଉ ସେ ପିଆଲା ନେବା ସମୟରେ ଦେଖନ୍ତୁ ପ୍ରଭୁ ତାଙ୍କ ଜୀବନକୁ କେମିତି ପ୍ରସ୍ତୁତ କରୁଅଛନ୍ତି ମୃତ୍ୟୁ ପାଇଁ। ଆଉ ମୃତ୍ୟୁ ପୂର୍ବରୁ ସେ ସ୍ୱର୍ଗୀୟ ପ୍ରସ୍ତୁତି ପରିବାର ପାଇଁ ସାନ୍ତ୍ୱନାଦାୟକ। ପାପରେ ଜୀବନ ଚାଲିଯିବା ଭାରି ଦୁଃଖଦ ବିଷୟ ଅଟେ। କେତେ ଧନବାନ ହେଉ, ଯେତେ ଭୋଗ ବିଳାସର ଜୀବନ ହେଉ ନା ପଛକେ, ଯଦି ପାପରେ ରହି ଜୀବନଟା ପଳଉଛି, ତାହା କେତେ ଯନ୍ତ୍ରଣାଦାୟକ, ଶାରୀରିକ ଯନ୍ତ୍ରଣା ଠାରୁ ମଧ୍ୟ ତାହା ବେଶୀ ଯନ୍ତ୍ରଣାଦାୟକ ହୁଅନ୍ତା। ପୁଣି ପ୍ରଭୁ ତାଙ୍କ ସ୍ୱର୍ଗୀୟ ହସ୍ତ ତାଙ୍କ ମସ୍ତକ ଉପରେ ରଖି ଯେଉଁ ରକମରେ ମରଣ ପୂର୍ବରୁ ସେ ପ୍ରସ୍ତୁତ କରୁଥିଲେ, ଅତି ଚମତ୍କାର। ଆଉ ସେ ପିଆଲା ନେଇ ତାଙ୍କ ମନର କୌଣସି ପାପକୁ ସେ କଠିନ ହୃଦୟରେ ରଖିନଥିଲେ। ଗ୍ରାମରେ, ମଣ୍ଡଳୀରେ, ଗ୍ରାମ ବାହାରେ ଯଦି ମନୁଷ୍ୟ ଭାବେ କାହା ପ୍ରତି କିଛି କାଠିନ୍ୟ ଭାବ ଥିଲା ତାଙ୍କରି, ସେ ଚୂର୍ଣ୍ଣ ମନା ହୋଇଥିଲେ ଆଉ କ୍ଷମା ପ୍ରଦାନ କରିଥିଲେ। ଆଉ ମୃତ୍ୟୁ ପୂର୍ବରୁ ସମସ୍ତଙ୍କୁ କ୍ଷମା ଦେବାର ଅବକାଶ ପାଇବା ବ୍ୟକ୍ତି ହେଉଛନ୍ତି ସ୍ୱର୍ଗତ ଲୋହ। ଆଉ ଖ୍ରୀଷ୍ଟୀୟ ଜୀବନରେ ମରଣ ପୂର୍ବେ ହାତ ଧୋଇ, ହାତ ଛାଡ଼ି ପାପ ଶୂନ୍ୟତା ଗୋଟେ ପ୍ରକାର ପରିପ୍ରକାଶ କରି, ପ୍ରଭୁ ମୁଁ ତୁମ୍ଭ ପାଇଁ ପ୍ରସ୍ତୁତ, ପ୍ରଭୁ ଏବେ ତୁମ୍ଭେ ମତେ ଗ୍ରହଣ କରିପାର। ସେହି ପ୍ରକାର ମୃତ୍ୟୁ ଗୋଟେ ଆଶୀର୍ବାଦଜନକ ମୃତ୍ୟୁ ଅଟେ। ଆଉ ପ୍ରଭୁ ତାଙ୍କୁ ସେହି ସୁଯୋଗ ପ୍ରଦାନ। ଅନେକଙ୍କ ସହିତ ଝଗଡ଼ା ଝାଟି ହୋଇ, କାହାର ଆଉ ପାପ, କାହାର ରାଗ ହିଂସା ମନରେ ଜାବୁଡ଼ି ଧରି ପ୍ରତିଶୋଧ ପରାୟଣ ହୋଇ ଯଦି ମରିଥାନ୍ତେ, କେତେ ଦୁଃଖ ଲାଗେ। ପ୍ରଭୁ ତାଙ୍କ ଜୀବନକୁ ମରଣ ପୂର୍ବେ ମଧ୍ୟ ଏମିତି ପ୍ରକାର ସ୍ୱଭାବ ବିଶିଷ୍ଟ ପ୍ରଭୁ କରିଥିଲେ। ସେ ଜଣେ ଅତି ପ୍ରେମୀ, ମେଳାପୀ, କ୍ଷମାଶୀଳ ବ୍ୟକ୍ତି। ମୁରୁକି ମୁରୁକି ହସି, ହାସ୍ୟ ବଦନରେ ସେ ଯେଉଁ କଥା ଭାଷା ଯାହା ସହିତ ମଧ୍ୟ କରୁଥିଲେ, ତାହା ତାଙ୍କ ପ୍ରେମ ଆଉ କ୍ଷମାର ଝଲକକୁ ବାହାରେ ପରିସ୍ଫୁଟିତ ହେବାକୁ ଦେଉଥିଲେ। ପ୍ରଭୁ ଚାହାନ୍ତି ଖ୍ରୀଷ୍ଟରେ ସେହି ପ୍ରକାର କ୍ଷମାର ଜୀବନ। ପ୍ରଭୁ ନିଶ୍ଚିତ ଭାବେ ପ୍ରିୟ ସ୍ୱର୍ଗତ ଲୋହରାଙ୍କ ମୃତ୍ୟୁ ଦ୍ୱାରା ମୁଁ ସେ ସମାଧି ପୀଠରେ କହୁଥିଲି, ଜଗତର ଅନେକ ଲୋତକ ଝରା ଦୁଃଖ ସ୍ୱର୍ଗ ପାଇଁ ସୁଖ, ଆଉ ଜଗତର ଅନେକ ଆନନ୍ଦଦାୟକ ସୁଖ ସ୍ୱର୍ଗ ପାଇଁ ଦୁଃଖ। ଯେତେବେଳେ କାନ୍ଦ ବୋବାଳି ଘରେ, ମଣ୍ଡଳୀରେ ସମସ୍ତଙ୍କ ଆଉ ଆଖିରେ ଲୁହ ଝରୁଥିଲା, ସ୍ୱର୍ଗ ହୁଏତ ହସି ଉଠୁଥିଲା ଯେ ହର୍ଷ, ତୁମେ କେବଳ କାହିଁକି ତୁମ ମଣ୍ଡଳୀରେ, ତୁମ ସମ୍ମିଳନୀରେ ତୁମେ ହର୍ଷ ଉଲ୍ଲସିତ କରିବ, ଆସ ସ୍ୱର୍ଗକୁ ମଧ୍ୟ ଆସ, ଆଉ ଏଠାରେ ମଧ୍ୟ ଆମେ ତୁମ୍ଭ ସହିତ ଆନନ୍ଦ କରିବା, ଆସ। ପ୍ରଭୁ ସେ ଗ୍ରହଣ କରନ୍ତି, ସେ ପ୍ରଶଂସା ପାଆନ୍ତି ଯେତେବେଳେ ଆମମାନଙ୍କ ଜୀବନ ଶୈଳୀ ଏ ଧରା ପୃଷ୍ଠରେ ସେହି ପ୍ରକାର ରହିଥାଏ। ଜଗତରେ ଏ ଜୀବନ ମରଣଶୀଳ, ଖ୍ରୀଷ୍ଟରେ ଏ ଜୀବନ କ୍ଷମାଶୀଳ। ତୃତୀୟ ବିଷୟ ଆମେ ଏହି ସ୍ଥାନରେ ଦେଖିବା, ପ୍ରଭୁରେ ଏ ଜୀବନ ଅନନ୍ତ କାଳ ବଞ୍ଚିବାର ଜୀବନ ଅଟେ। ପ୍ରଭୁ ଦେଖୁଅଛନ୍ତି
गोटे जंत्रणादायक मृत्यु स्टीफान को मृत्यु से कहार दोष कहा विरुद्ध रे किछि से करि नाहंती तथापि तांको पई एमिति अत्याचार एमिति आघात प्रथम साक्ष्य मोर स्टीफान जेतळे से मरु अछंती जेतळे सही प्रकार आघात तांको लागुछि रक्ताक्त विभत्स मरण से भोगु अछंती जेतळे स्वर्ग उन्मुक्त आ प्रभु जीशु ख्रीष्ट से उभाय अछंती वेलकम स्टीफन वेलकम आसो हेबे तुमे जगतर स्वर्ग को आस देखंतु केमिति सांत्वना केमिति आउ ताहा अनंत काल बंचिबा पाई स्वर्ग रे बंचिबा पाई आउ ख्रीष्टंक सहित रहिबा पाई गोटे स्वागत संबर्धना केमिति आमे ताहा लक्ष्य करिबा भारी सांत्वनादायक विषय एई स्थान रे अनंत काल आउ से पुरस्कार आउ से जीवन देखंतु एठारे स्टीफान यद्यपि यही प्रकार मृत्युवरण करती तथापि गोटे विषय होची एहा से प्रभु किछि गोटाए करी से मरु अछंती ताहा गोटे इटरनल इन्वेस्टमेंट अटे किछि गोटाए जगत रे प्रभु करबा स्टीफान बेसी किछि न करथिले मध्य किछि अल्प किछि से प्रभु करथिले आउ ताहा इटरनल इन्वेस्टमेंट अटे प्रभु दास स्वर्गत लोहरा तांको जीवन को जेताले आमे देखुचे से अनेक त्यागर जीवन से जापन करथिले जो त्याग सब से करथिले इटरनल इन्वेस्टमेंट से करिछि किछि गोटाए मो प्रभु को पई करी प्रभु को निकट को मु जाई पाछि जणे बाप्टिस्ट हिमनाल रो हिम गीत लेखक से यही प्रकारे से लिखती अनेक थर सुसमाचार शुणिले किंतु पापरे जगतरे से लाखी रहिले शेषरे मरिबा को पड़ुछि जस्ट मरण पूर्वर कन्विक्शन आसिला आउ से पाप स्वीकार कले विश्वास कले परित्राण पाइले तार गोटे किछि समय परे ए जीवन जाउछि शरीर अनुभव कला जे मु मरिबा को जाउछि किंतु इटरनल इन्वेस्टमेंट मोर किछि नाही हाउ कैन आई मीट माय रिडीमर इन एम्प्टी हैंडेड खाली हातरे मो उद्धारकर्ता सहित मु केमिति मिसिबी जगतरे सिना सबु सेठाकू गला परे मु किछि इन्वेस्ट करिना स्वर्गत लोहरा जीवन एमिति गोटे साक्ष्य भरा जीवन से जगतरे परिवार मध्य जीवन यापन करबा बेले इटरनाली से किछि स्टोर करुथिले जेतले से वाक्य कहूथिले शिक्षा देउथिले त्यागर जीवन यापन करुथिले आ अनेकों को साहाय्य पदान्यता अनुदान से रखुथिले से इटरनल इन्वेस्टमेंट से करुथिले ताहा सांत्वनार विषय आ ताहा गोटे अकथनीय आनंद दुख बेलारे मध्य आमको ताहा देवा दरकार हुए तो अश्रु पोछि पोछि आमे बुझिबा आनंद करिबा जे मो स्वामी मो जुई पुओ आम परिवार लोक यद्यपि से एठारे नाहंती तथापि से सेठारे मो मुक्तिकर्ता सहित से आनंदरे एवं बिना रोगरे आउ से मरणशील बंधन को छिंडेई दे ताहांक सहित से अच्छी यही जड़े यही प्रकार कहती मु मरिबा पूर्व जो जीवन धरी बंची थी मरिबा परे ताठू बेसी मु प्रभुरे बंची पारुछि से जेतिकी जीवन तांकर थिला ए धरा पृष्ठरे केते गुणा से वर्तमान बंचु अछंती से एठारे नाहंती किंतु प्रभु कथारे स्वर्ग रे से कई जने कहती
ମରଣ ଏ ଜଗତରେ ଫୁଲ ଷ୍ଟପ୍ ନୁହେଁ, ଜଷ୍ଟ ଗୋଟେ କମା। କାରଣ ପୁନରୁତ୍ଥାନ ରହିଛି, ଯୀଶୁଙ୍କ ସହିତ ସାକ୍ଷାତ କରିବାର ରହିଛି, ବାକି ଅନନ୍ତ କାଳ ତାହାଙ୍କ ସହିତ ଯାପନ କରିବାକୁ ରହିଛି। ଯଦି ଆମେ ପ୍ରଭୁରେ ଅଛୁ, ସ୍ୱର୍ଗତ ଲୋହରାଙ୍କୁ ଆମେ ଆଉ ଜଗତରେ ଦେଖିପାରିବା ନାହିଁ, ତାହା ସତ କଥା। ତଥାପି ଦେଖିପାରିବା, ଯେବେ ଆମ୍ଭେ ମଧ୍ୟ ସ୍ୱର୍ଗକୁ ଯିବା, ଆମେ ତାହାଙ୍କୁ ଦେଖିବାକୁ ପାରିବା, ଚିହ୍ନିବାକୁ ପାରିବା। ଏହି ସେହି ବ୍ୟକ୍ତି, ଏ ସେହି ଅମ୍ଳାନ ମୁକୁଟ ପିନ୍ଧିଥିବା ବ୍ୟକ୍ତି, ସେ ଅଟନ୍ତି। ଆଜି ଆମେ ପ୍ରସ୍ତୁତ କି ଯୀଶୁଙ୍କ ସହିତ ତାଙ୍କୁ ଦେଖିବା ପାଇଁ? ପରିବାର, ଆଜି ଆମେ ପ୍ରସ୍ତୁତ କି ପ୍ରଭୁଙ୍କ ଠାରେ ଆମେ ଦୃଢ ବିଶ୍ୱାସ କରୁ, ମରଣ ଫୁଲ ଷ୍ଟପ୍ ନୁହେଁ, ଜଷ୍ଟ ତାହା ଗୋଟେ କମା। ଯଦି ଆମେ ପ୍ରଭୁଙ୍କ ଠାରେ ବିଶ୍ୱାସରେ ରହିଛୁ, ନିଶ୍ଚିତ ଭାବେ ପୁନଃ ଯାହାଙ୍କୁ ଆମେ ହରେଇଛୁ, ଯାହାଙ୍କ ପାଇଁ ଲୋତକ ଢାଳିଛୁ, ପୁନର୍ବାର ତାହାଙ୍କୁ, ସେମାନଙ୍କୁ ଆମେ ଦେଖିବାକୁ ପାରିବା। ପ୍ରଭୁଙ୍କ ଏ ମହାନ ବାକ୍ୟ ଦ୍ୱାରା ପରିବାର ମଣ୍ଡଳୀ ସମ୍ମିଳନୀ ସାନ୍ତ୍ୱନା ପ୍ରାପ୍ତ ହୁଅନ୍ତୁ। ବହୁତ ଧନ୍ୟବାଦ। ଆମମାନେ ପ୍ରଫେସର ପାଣିଆଜ୍ଞଙ୍କୁ ଧନ୍ୟବାଦ ଜଣାଉଛୁ ଏ ସୁନ୍ଦର ବାକ୍ୟ ପାଇଁ, ପରିବାର ପାଇଁ, ଦୁଃଖୀ ପରିବାର ପାଇଁ ଏବଂ ତାଙ୍କର ବିଧବା ପତ୍ନୀ ନିମନ୍ତେ, ମଣ୍ଡଳୀ ନିମନ୍ତେ ଏବଂ ସମ୍ମିଳନୀ ନିମନ୍ତେ। ଏଥିପାଇଁ ବିଶେଷ ଭାବରେ ପ୍ରଭୁ ତାଙ୍କୁ, ତାଙ୍କ ସେବା କାର୍ଯ୍ୟ ପରିବାରକୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ସମୟ ଆମର ଅଧିକ ହେଇଛି।